ରାମ ନାରାୟଣ ରାମ ସବୁକିଛି ସହିବାକୁ ପାରିବା, କିନ୍ତୁ ବିଶ୍ୱାସଘାତ ନୁହେଁ। ମୁଁ କିପରି ସଂଗଠନ ତିଆରି କରିଛି ତାହା କହିଛି। ମୋର ବହୁତ ପତ୍ର ଓ ଛବିଗୁଡ଼ିକୁ ନଷ୍ଟ କରାଯାଇଛି। ସେମାନେ ଯାହା ଚାହାନ୍ତି ତାହା କରନ୍ତୁ, ମୁଁ ବିଚଳିତ ହେବି ନାହିଁ। ମୋର ଶିଷ୍ୟମାନେ କଷ୍ଟ ପାଇଛନ୍ତି। ମୁଁ ମୋ ବିଷୟରେ ଯାହା କହୁଛି ସେହି ମୋ ନିଜ ସ୍ୱଭାବ ପ୍ରଶଂସା ନୁହେଁ। ମୁଁ ସିଧାସଳଖ ଅଧିକାରୀ ହୋଇ ଠାକୁର ହେବାକୁ ଚାହୁଁନାହିଁ। ମୁଁ ମାତୃଗର୍ଭରୁ ଠାକୁର ଭାବେ ଉତ୍ପନ୍ନ ହୋଇଛି। ମୋ ମନେ ଏହି ଲକ୍ଷଣ ରହିଛି। ମୁଁ ସେହି ସ୍ୱର ସହିତ ଜନ୍ମ ନେଇଛି ଯାହା ମୋତେ ସମସ୍ତଙ୍କୁ ଏକ କରିବାରେ ସାହାଯ୍ୟ କରିବ। ଜନ୍ମରୁ ଏହି ସ୍ୱର ସହିତ ଆସିବା ଆବଶ୍ୟକ। ଏହାର ପ୍ରମାଣ ଅନେକ ଲୋକ ଅନେକ ପ୍ରକାରରେ ପାଇଛନ୍ତି। ଯେପରିକି ଗୁରୁ ଓ ମହାନ ବ୍ୟକ୍ତିମାନଙ୍କର ପରୀକ୍ଷା ହୁଏ, ସେମାନଙ୍କର ଇତିହାସ ମଧ୍ୟ କହିବ କି ସେମାନେ ପ୍ରକୃତରେ ଗୁରୁ ହେବାକୁ ସକ୍ଷମ କି ନୁହେଁ। ମୋ ଶିକ୍ଷକ, ପଡ଼ୋଶୀ, ସମ୍ବନ୍ଧୀ ଓ ବନ୍ଧୁମାନେ ମୋର କ୍ଷମତା ଓ ପ୍ରତିଭା ସହ ଆକର୍ଷିତ ହୋଇଥିଲେ। ମୁଁ ଛୁଆ ବେଳରୁ ସେହି ସ୍ୱର ସହିତ ଆସିଛି ଯାହା ମୋତେ ସମଗ୍ର ସଂସାରକୁ ଏକତ୍ର କରିବାରେ ସକ୍ଷମ କରେ। ମୁଁ ମୋର ମନୋବଳ ସହିତ ପୃଥିବୀକୁ ଏକତ୍ର କରିବି। ବ୍ୟବହାରିକ ଆଧାର ହେଉଛି ଆଧ୍ୟାତ୍ମିକତାର ଆଧାର। ତେଣୁ ମୋ ପ୍ରତି ଯେତେ ଆଘାତ ପ୍ରତିଘାତ ହେଉଛି ସେପରି ମହାନ ବ୍ୟକ୍ତିମାନଙ୍କ ପ୍ରତି ସାଧାରଣତଃ ହୋଇଥାଏ। ମୁଁ ଗୁରୁ ହେବାର ସୁବିଧା ନେବାକୁ ପ୍ରସ୍ତୁତ ନୁହେଁ। କଷ୍ଟ କରି ଖାଉଛି, ଚୋରି କରିବାକୁ ପ୍ରସ୍ତୁତ ନୁହେଁ। ସେହି ପାଇଁ ବିଚଳିତ ହେବାର କାହାଣୀ ନାହିଁ। ବେଦର କଥାରେ କୌଣସି ବିବାଦ ନାହିଁ।